ଆଦର୍ଶ କହିବେ, ଏବେ ମୋ ପାଇଁ ଆତ୍ମୀର ଖୁସି ସବୁଠୁ ଇମ୍ପୋର୍ଟାଣ୍ଟ। ସିଏ ହିଁ ମୋ ଜୀବନ, ସିଏ ହିଁ ମୋର ବଞ୍ଚିବାର ଏକମାତ୍ର ସାହାରା ଖୁଡ଼ି। ବାସ୍ ଏତିକି। ଏ ବିଷୟରେ ଆଉ କୌଣସି ବି ଆଲୋଚନା କରିବାକୁ ଚାହୁଁନି। ତାପରେ ସେଠାରୁ ଚାଲିଯିବେ। ତାପରେ ମାୟା କହିବେ, ତତେ ପୁଣି ଥରେ ବାହା ହେବାକୁ ପଡ଼ିବ ଆଦର୍ଶ। ଆଉ ସେଇଥିପାଇଁ ତୁ କେମିତି ରାଜି ହେବୁ ସେ ରାସ୍ତା ଖୁବ୍ ଭଲ ଭାବରେ ମୋତେ ଜଣା। ଏହା ଶୁଣି ମମତା ପୁରା ଆଶ୍ଚର୍ଯ୍ୟ ହେଇଯିବେ। ତାପରେ ମାୟା ସେଠାରୁ ଚାଲିଯିବେ। ଏହାପରେ ମମତା କହିବେ, କ୍ଷମା କରିବ ଦିଦି। ତମେ ଦି ଜଣ ଯଦି ନିଜ ନିଜ ଜିଦରେ ଅଟଲ ତାହେଲେ ମୋ ଜିଦ୍ ବି କମ୍ ନୁହଁ। ଜ୍ୟୋତିଷଙ୍କ କହିବା ଅନୁସାରେ ଆଦର୍ଶ ଜୀବନର 10 ବର୍ଷ ଖରାପ ସମୟ ଶେଷ ହୋଇ ସାରିଲାଣି। ତେଣୁ ଏବେ ପଲ୍ଲବୀକୁ ଖୋଜି ବାହାର କରିବାର ସମୟ ଏବେ ଆସିସାରିଛି। ଆଉ ମାତ୍ର କିଛି ମାସ ପରେ ଆଦ୍ବିକୁ 8 ବର୍ଷ ଚାଲିବ। ଆଉ ତାର ଏ ଅଷ୍ଟମ ଜନ୍ମଦିନରେ ମୋତେ ମୋର ଆଉ ଗୋଟେ ବଚନ ପୂରା କରିବାକୁ ପଡ଼ିବ। ତାପରେ ଫଟୋ ଗୋଟେ ବାହାର କରି ଦେଖିବେ। ତ ଦର୍ଶକ ବନ୍ଧୁ, ମମତା କ'ଣ ତାଙ୍କ ବଚନ ପୂରା କରିପାରିବେ କି? ଆଗକୁ ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।